ଶ୍ରୀମଦ୍ଭାଗବତ। ବଳିରାଜାଙ୍କର 100 ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ବଡ଼ ଥିଲେ ବାଣାସୁର। ବାଣାସୁର ଶିବଜୀଙ୍କର ପରମ ଭକ୍ତ ଥିଲେ। ସେ ସମୟରେ ଶାନ୍ତିପୁରରେ ରାଜୁତି କରୁଥିଲେ। ଶିବଜୀଙ୍କ ବରଦାନରେ ତାଙ୍କର 1000 ହସ୍ତ ପ୍ରାପ୍ତ କରିଥିଲେ। ବାଣାସୁରର କନ୍ୟା ଥିଲେ ଉଷା। ଉଷାର ଅନ୍ତରଙ୍ଗ ସଖୀ ଥିଲେ ଚିତ୍ରରେଖା। ଚିତ୍ରରେଖା ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କର କନ୍ୟା। ଉଷା ଏକ ରାତିରେ ଅଦ୍ଭୁତ ସ୍ୱପ୍ନ ଦେଖି ଚିଲେଇବାକୁ ଲାଗିଲେ। ଚିତ୍ରରେଖା ପଚାରିଲେ, ସଖୀ, ଆପଣ ଏତେ ଜୋର ଚିଲେଇଲେ କ'ଣ ପାଇଁ? ନା, ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲି, ସୁନ୍ଦର ପୁରୁଷ ମୋ ସଙ୍ଗରେ ଅଛନ୍ତି। ଏ ପୁରୁଷ ମୋର ଦରକାର, ମୋତେ ଆଣି ଦିଅ, ମୁଁ ତାଙ୍କୁ ମନେ ମନେ ବିବାହ କରି ସ୍ଥିର କରୁଛି। ଚିତ୍ରରେଖା ପଚାରିଲେ ଯେ ସେ ପୁରୁଷଟି କିଏ? ତାଙ୍କ ବିଷୟରେ ମୋତେ କୁହନ୍ତୁ, ମୁଁ ଯାଇ ଖୋଜି ଆଣିବି। ଉଷା କହିଲେ, ମୁଁ ଏ ବିଷୟରେ କିଛି ଜାଣି ନାହିଁ, କିନ୍ତୁ ସେ ପୁରୁଷ ମୋର ଦରକାର। ଚିତ୍ରରେଖା ସାଙ୍ଗେ ସାଙ୍ଗେ ଆଖପାଖର ରାଜ୍ୟର ରାଜାଙ୍କର ରାଜକୁମାରଙ୍କର ସମସ୍ତ ଚିତ୍ର ଆଙ୍କିଲେ। ସେ ଚିତ୍ରକୁ ଉଷାଙ୍କୁ ଦେଖାଇଲେ। ଉଷା ଏକ ଚିତ୍ରକୁ ଦେଖି କହିଲେ, ଏଇ ପୁରୁଷ। ଦାସୀ ଚିତ୍ରରେଖା କହିଲେ, ଏ ପୁରୁଷଟି ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପୁତ୍ର ଅନିରୁଦ୍ଧ। ଇଏ ଦ୍ୱାରିକାରେ ରୁହନ୍ତି। ନା ନାଇଁ, ମୋତେ ଏ ପୁରୁଷକୁ ଆଣିକି ଦିଅନ୍ତୁ। ସଙ୍ଗେ ସଙ୍ଗେ ଚିତ୍ରରେଖା ଆକାଶ ମାର୍ଗରେ ଉଡ଼ିଯାଇ ଦ୍ୱାରକାରେ ପହଞ୍ଚି ଅନିରୁଦ୍ଧ ଶୋଇଥିବା ଅବସ୍ଥାରେ ଉଠାଇ ନେଇ ପଳେଇ ଆସିଲା। ଦୀର୍ଘ 4 ମାସ ରହିଲା ପରେ ବାଣାସୁର ଜାଣିଲେ ଯେ ମୋ କନ୍ୟା କକ୍ଷରେ ଏକ ପୁରୁଷ ରହୁଛନ୍ତି। ତତ୍କ୍ଷଣାତ୍ ବାଣାସୁର ସେ ପୁରୁଷକୁ ନାଗାଭାସରେ ବନ୍ଧନ କରିଥିଲା। ଏ କଥାଟି ନାରଦ ମୁନି ଯାଇ ଶ୍ରୀକୃଷ୍ଣଙ୍କୁ ଜଣାଇଥିଲେ। ଶ୍ରୀକୃଷ୍ଣ ଏକଥା ଶୁଣିଲା ପରେ ସଙ୍ଗେ ସଙ୍ଗେ ଯାଦବ ସୈନ୍ୟ ସହ ଶାନ୍ତିପୁରକୁ ଆକ୍ରମଣ କରିବାକୁ ଆରମ୍ଭ କଲେ। ଯେହେତୁ ଶିବଜୀଙ୍କର ପରମ ଭକ୍ତ ଥିଲେ ବାଣାସୁର, ଶିବଜୀ ପ୍ରଥମ ଯୁଦ୍ଧକ୍ଷେତ୍ରରେ ଆସି ପହଞ୍ଚିଲେ ଏବଂ ଶ୍ରୀକୃଷ୍ଣଙ୍କ ସହ ପ୍ରବଳ ଯୁଦ୍ଧ କଲେ। ଏ ଯୁଦ୍ଧରେ ଶିବଜୀଙ୍କ ପରାସ୍ତ ହେଲା। ଆସନ୍ତୁ ଶୁଣିବା ଆଗକୁ ଶ୍ରୀମଦ୍ ଭାଗବତ ମହାପୁରାଣ 10ମ ସ୍କନ୍ଧ। ପ୍ରଣାମ ଆପଣ ସମସ୍ତଙ୍କୁ। ଆଶା କରେ ଆପଣମାନେ ଭଲରେ ଥିବେ। ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ ମହାପୁରାଣ 10ମ ସ୍କନ୍ଧ ଦ୍ୱାରିକା ଲୀଳା। ଜୟ ଜଗନ୍ନାଥ। ଲାଇକ୍ କରିବାକୁ ଭୁଲିବେ ନାହିଁ। କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭାଗବତ 10ମ ସ୍କନ୍ଧ ଦ୍ୱାରକା ଲୀଳା 68ତମ ଅଧ୍ୟାୟ। ବାଣାସୁରର ବାହୁଚ୍ଛେଦ, ତା ସଙ୍ଗେ ଯାଦବଙ୍କ ଯୁଦ୍ଧ। ଆବର ରୁଦ୍ରଜ୍ୱର ସ୍ତୁତି। 68ରେ ଏ ଉକ୍ତି। ଶ୍ରୀ ଶୁକ ଉବାଚ, ଶୁଣ ରାଜନ ଭାଗବତ, ଦ୍ୱାରକାପୁରେ କାମସୂତ। ନ ଦେଖି ଅତି ଶୋକ ଭରେ, ଲୋଡ଼ନ୍ତି ଗ୍ରାମ ବନ ଘୋରେ। ନ ଦେଖି ହୋଇଲେ ନିରାଶ, ଗଲା ବରଷା 4 ମାସ। ବ୍ରହ୍ମାନନ୍ଦନ ଏକ ଦିନେ, ମିଳିଲେ ଦ୍ୱାରକା ଭୁବନେ। ରାମ ଗୋବିନ୍ଦ ପାଶେ ବସି, ମୁନି କହନ୍ତି ମନ୍ଦ ହସି। ଶୁଣ ଗୋବିନ୍ଦ ହଳଧର, ତୁମ୍ଭର ପୁତ୍ରର କୁମର। ଶୁଣିତ ପୁରେ କନ୍ୟା ଛଳେ, ବନ୍ଧନ ନିଜ କର୍ମ ଫଳେ। ବଳିର ପୁତ୍ର ବାଣାସୁର, ଦୁର୍ଜୟ ଦୁଷ୍ଟ ଦୁରାଚାର। ତାର ସହସ୍ର ଭୁଜ ବଳେ, ଅଜିତ ଏ ମହିମଣ୍ଡଳେ। ଈଶ୍ୱର ବରେ ଭୁଜ ପାଇ, ତାହାର ତୁଲେ ବୀର ନାହିଁ। ଦେଖି ଡରନ୍ତି ସର୍ବଜନେ, ଅଜେୟ ଏ 3 ଭୁବନେ। ଏମନ୍ତେ କହି କୃଷ୍ଣ ଆଗେ, ନାରଦ ଗଲେ ଶୂନ୍ୟ ମାର୍ଗେ। କୃଷ୍ଣ ଆଦେଶେ ଉଗ୍ରସେନ, ସାଜିଲେ ଯଦୁଭୋଜ ଶୂନ୍ୟ। ପ୍ରଦ୍ୟୁମ୍ନ ଯଯୁଧାନ ଗତ, ଶାମ୍ବ ସାରଣ ଉପନନ୍ଦ। ଭଦ୍ରନନ୍ଦ ଏ ଆଦି ବେଗେ, ସାଜିଲେ ରାମକୃଷ୍ଣ ସଙ୍ଗେ। ଦ୍ୱାଦଶ ଅକ୍ଷୋହିଣୀ ଘେନି, ଶବଦେ କମ୍ପଇ ମେଦିନୀ। ମୁଖ ଶବଦେ ଦିଗପୁରୀ, ରୁନ୍ଧିଲେ ଶୋଣିତ ନଗରୀ। ଦୁର୍ଜୟ ଯଦୁଭୋଜ ବୀର, ଭାଜିଲେ ବନଗ୍ରାମପୁର। ପାଚେରୀ ଅଟାଳି ଗୋପୁର, ଭାଙ୍ଗିଣ ସର୍ପ କଲେ ଚୂର। ହେଳେ ସେ ଘୋର ନାଦ ଶୁଣି, ବଳି ନନ୍ଦନ ବୀରମଣି। ଦୁଷ୍ଟ ସ୍ୱଭାବେ ଅତି ରୋଷେ,
ବେଗେ ମିଳିଲା ରୁଦ୍ର ପାଶେ। ସମ୍ଭ୍ରମେ ରୁଦ୍ର ପାଦେ ପଡ଼ି ବୋଲଇ ବେନି କର ଯୋଡ଼ି। ଗୋନାଥ ଅମ୍ବିକାର ମଣ ମୋପୁରେ କନ୍ୟାର ଦୂଷଣ। ନିର୍ଭୟେ ପ୍ରଦ୍ୟୁମ୍ନ କୁମର ବଳେ ହରିଲା କନ୍ୟା ମୋର। ବନ୍ଧନ କଲି ନାଗ ପାଶେ ତା ଶୁଣି କୃଷ୍ଣ ମହାରୋଷେ। ବଳେ ମୋହର ପୁରେ ଆସି ରାହୁ ଯେ ସନେର ବିଗ୍ରାସୀ। ଭାଜିଲେ ମୋର ଗଡ଼ ଗ୍ରାମ ଶୁଣି ଶଙ୍କର ଗରୁତମ। ବିଶେଷ କନ୍ୟାର ଦୂଷଣ ଶୁଣି ସାଜିଲେ ରୁଦ୍ରଗଣ। ତକ୍ଷଣେ ବଳିର ନନ୍ଦନ ମିଳିଲା ଆପଣା ଭୁବନ। କୃଷ୍ଣର ବଳ ପରିମାଣି ସାଜି ଦ୍ୱାଦଶ ଅକ୍ଷୋହିଣୀ। ସଙ୍ଗତେ ଘେନି ମହାବୀର ନଗରୁ ହୋଇଲା ବାହାର। ଦେଖି ତାହାର ଆଗୁସାର ତକ୍ଷଣେ ମିଳିଲେ ଶଙ୍କର। ସଙ୍ଗେ କାର୍ତ୍ତିକ ଗଣପତି ଆବର ଯେତେ ସେନାପତି। ବୃଷଭ କନ୍ଧେ ବସିହର ମିଳିଲେ ଯହିଁ ଚକ୍ରଧର। ଶଙ୍କର ଗଣ ଅପ୍ରମିତ ରଣ ଆବରି ଯୁଥ ଯୁଥ। ମାରନ୍ତି ନାନା ଶସ୍ତ୍ର ଘେନି ଶବଦେ କମ୍ପଇ ମେଦିନୀ। ଶୂନ୍ୟ ଦେଖନ୍ତି ଦିଗପାଳ କୃଷ୍ଣ ଶଙ୍କର ରଣ ଗୋଳ। ଦୁର୍ଲଭ ହରିହର ରଣ ଶୁଣନ୍ତେ ରୋମହର ଶଣ। ଅଶୁଭ ଶୁଭେ ଘୋର ନାଦ ଶୁଣଃ ସଂଗ୍ରାମ ପ୍ରମାଦ। କୃଷ୍ଣ ଶଙ୍କର ରଣ ଗୋଳ କାର୍ତ୍ତିକେ ରୁକ୍ମିଣୀ କୁମର। ବାଣର ମନ୍ତ୍ରୀ ବେନି ଜନ ନାମ କୁମ୍ଭାଣ୍ଡ କୂପକର୍ଣ୍ଣ। କୁମ୍ଭାଣ୍ଡ କୂପକର୍ଣ୍ଣ ବୀର ସଙ୍ଗେ ଯୁଜନ୍ତି ହଳଧର। ବାଣ କୁମର ଶାମ୍ବ ବେନି ଯୁଦ୍ଧ କରନ୍ତି ଶସ୍ତ୍ର ଘେନି। ସାତ୍ୟକୀ ବାଣ ତୁଲେ ରଣ କେ କହୁ ତାହାଙ୍କ ପ୍ରମାଣ। ସହସ୍ର ଭୁଜେ ବେନି ଭୁଜ ଯେଣୁ ସାତ୍ୟକୀ ବିଷ୍ଣୁ ତେଜ। ଦେଖି ଅଦ୍ଭୁତ ଘୋର ରଣ ଶୂନ୍ୟ ମିଳିଲେ ଦେବଗଣ। ବ୍ରହ୍ମାଙ୍କ ତୁଲେ ଆଖଣ୍ଡଳ ସିଦ୍ଧ ଚାରଣ ଦିଗପାଳ। ଗନ୍ଧର୍ପ ଅପସରା ଯକ୍ଷ ବିମାନେ ମିଳିଲେ ପ୍ରତ୍ୟକ୍ଷ। ଗୋବିନ୍ଦ ଦେଖି ରୁଦ୍ରଗଣ ନିଜକୁ ଦଣ୍ଡେ ଦେଲେ ଗୁଣ। ଭୂତ ପ୍ରମଥ ଗୁହ ଗଣ ଗ୍ରହ ଡାକିନି ଜାତୁ ଧାନ। ବେତାଳ ଆଦି ବିନାୟକ କୋଟରା ରେବତୀ ଅନ୍ତକ। ଜ୍ୟେଷ୍ଠା ପୂତନା ଆଦି ଯେତେ ପ୍ରେତ ମାତୃକା ଗଣ ଯୁଥେ। ପିଶାଚ କୁଷ୍ମାଣ୍ଡ କବୀର ବ୍ରହ୍ମ ରାକ୍ଷସ ମହାଘୋର। ଏ ଆଦି କହିବି ମୁଁ କେତେ ରୁଦ୍ରର ବଳ ଛନ୍ତି ଯେତେ। ସାରଙ୍ଗ ଧନୁର୍ବାଣ ବିନ୍ଧି ନିମିଷ ମାତ୍ରେ କୃଷ୍ଣ ଛେଦି। ତା ଦେଖି ରୁଦ୍ର କୋପ ଭରେ ପିନାକ ଧନୁ ଧରି କରେ। ତକ୍ଷଣେ 10 ଦିଗ ରୁନ୍ଧି କୃଷ୍ଣ ଉପରେ ବାଣ ବିନ୍ଧି। ରୁଦ୍ର ନାରାଚ ଦେଖି ହରି ଗୁଣ ଟଙ୍କାରି ନାଦ କରି। ବାଣକୁ ବାଣ ପରିତାଳ କରନ୍ତି ମଦନ ଗୋପାଳ। ରୁଦ୍ର ନାରାଚ ଦେଖି ହରି ତିଳ ପ୍ରମାଣ ଛେଦି କରି। ଲୀଳା ମାତ୍ରକେ ବାଣ ଗଲା ତା ଦେଖି ରୁଦ୍ର କୋପ କଲା। ଦହିବା ପ୍ରାୟ 3 ପୁର ଗୁଣେ ବସାଇ ବ୍ରହ୍ମସର। ଆକର୍ଣ୍ଣ ଯାଏ ଟାଣି ଗୁଣ ଦେଖି ହସନ୍ତି ନାରାୟଣ। ବ୍ରହ୍ମ ଅସ୍ତ୍ରରେ ତାହା ଛେଦି ପର୍ବତ ବାଣ ରୁଦ୍ର ବିନ୍ଧି। ବଜ୍ର ପ୍ରହାରୀ ଯଦୁନାଥ ରୁଦ୍ର ଶସ୍ତ୍ରକୁ କଲେ ହତ। ହର ପେଶିଲେ ମେଘମାଳ ପବନ ସରେ ନନ୍ଦବାଳ। ମେଘ ସମୂହେ ବେଗେ ନାଶେ ଶଙ୍କର ଅନଳ ବରସେ। ଗୋବିନ୍ଦ ଜଳ ବୃଷ୍ଟି କରି ତକ୍ଷଣେ ଅନଳ ନିବାରି। ଦେଖି ଶଙ୍କର କୋପଚିତ ବେଗେ ବିନ୍ଧିଲେ ପାଶୁପତ। କୃଷ୍ଣ ପେଶିଲେ ଚକ୍ର ବେଗେ ପଡ଼ିଲା ପାଶୁପତ ଅଙ୍ଗେ। ତକ୍ଷଣେ କଲା ଭସ୍ମସାର ଯୁଦ୍ଧ ଦେଖନ୍ତି ସୁର ନର। ରୁଦ୍ର ଶରୀରେ ଗୋପୀନାଥ କୁମ୍ଭଣ ଶସ୍ତ୍ର କଲେ ଘାତ। ଗୁଣ ମୋହନ ଶସ୍ତ୍ର ଧରି ଶଙ୍କର ଉପରେ ପ୍ରହାରୀ। ତକ୍ଷଣେ ଅମ୍ବିକାର ମଣ ମୋହ ଭଜିଲେ ଘୋର ରଣ। ପଞ୍ଚପବନ କଣ୍ଠାବ୍ରତ
ବୃଷକନ୍ଧରୁ ଭୂମିଗତ ରୁଦ୍ରଙ୍କୁ କରାଇ ମୋହନ ଚାହିଁଲେ ଦେବକୀ ନନ୍ଦନ ବାଣାସୁରର ସୈନ୍ୟ ଦେଖି ଧନୁକୁ କଲେ ଦୃଢ଼ ମୁଷ୍ଟି ଗଦା ଖଡ଼ଗ ବାଣେ ହରି ଦ୍ୱାଦଶ ଅକ୍ଷୋହିଣୀ ମାରି ଗୋବିନ୍ଦ କରେ ଶଙ୍ଖ ଧ୍ୱନି ଶବଦେ କମ୍ପଇ ମେଦିନୀ କାର୍ତ୍ତିକ ପ୍ରଦ୍ୟୁମ୍ନର ତୁଲେ ଘୋର ସମର ରଣ ଗୋଳେ ପ୍ରଦ୍ୟୁମ୍ନ ବାଣେ ମୋହ ଗଲା ମୟୂର ଘେନି ପଳାଇଲା କୁମ୍ଭାଣ୍ଡ କୂପକର୍ଣ୍ଣ ବେନି ରାମର ତୁଲେ ଧନୁ ଘେନି ଯୁଦ୍ଧ କରନ୍ତି ଗରୁତର ଦେଖି କୋପିଲେ ହଳଧର ମୁଷଳ ଘେନି ବେଗେ ପିଟି ପଡ଼ିଲେ ବେନି ବୀର ଲୋଟି ଅଧିକ ଯେତେ ବୀର ଥିଲେ ସମର ଛାଡ଼ି ପଳାଇଲେ ସାତ୍ୟକୀ ତୁଲେ ବାଣାସୁର ନିବିଡ଼େ କରନ୍ତେ ସମର ଦେଖଇ ନିଜ ସୈନ୍ୟ ନାହିଁ ସମ୍ଭ୍ରମେ ଦଶ ଦିଗ ଚାହିଁ ତା ଦେଖି ବଳିର କୁମର କୋପ ବସିଲା ଗୁରୁତର ସାତ୍ୟକୀ ତୁଲେ ରଣ ଛାଡ଼ି ଧାଇଁଲା ରଣଭୂମି ମାଡ଼ି କୃଷ୍ଣ ନିକଟେ ରଥ ନେଇ ନିଜ ଧନୁରେ ଗୁଣ ଦେଇ ଆକର୍ଷି ଧନୁ 500 ଅସୁର ବଳ ପ୍ରମିତ ଗୁଣକେ ବେନି ବେନି ବାଣ କୋପେ ବିନ୍ଧିଲା ଗରୁ ଟାଣ ରଣ ଦୁର୍ମଦ ଅତି ଖରେ ବିନ୍ଧିଲା ଗୋବିନ୍ଦ ଉପରେ ଦେଖି ତାହାର ବାଣ ବୃଷ୍ଟି ଗୋବିନ୍ଦ କଲେ ଦୃଢ଼ ମୁଷ୍ଟି ଏକ ସନ୍ଧାନେ ଦେବରାଜ ବିନ୍ଧିଲେ ସହସ୍ରେ ନାରାଜ ସରର ମୁଖେ ସର ବାଜି ଅସୁର ବାଣ ଗଲା ଭାଜି ତକ୍ଷଣେ 3 ସର ବିନ୍ଧି ଅଶ୍ୱସାରଥି ରଥ ଛେଦି ବାଣ ହୋଇଲା ଭୂମିପାଦ ଗୋବିନ୍ଦ କଲେ ଶଙ୍ଖନାଦ ତାର ଜନନୀ ପୁରେ ଥିଲା ପୁତ୍ରର ମରଣ ଜାଣିଲା ସିଦ୍ଧ ଯୋଗିନୀ ସେ ଯୁପତେ ସଂଗ୍ରାମେ ମିଳିଲା ତୁରିତେ କୃଷ୍ଣର ସମ୍ମୁଖେ ମିଳିଲା ଅତି ବିରୂପ ପ୍ରକାଶିଲା କେଶ ମୁକୁଳା ମୁଣ୍ଡେ ଚାଲେ ବସ୍ତ୍ର ପଡ଼ିଲା ଫିଟି ତଳେ ବିବସ୍ତ୍ର ଦେଖି ତା ଶରୀର ବିଷ୍ଣୁ ସୁମରି ଗଦାଧର ଅଧୋବଦନ ନାରାୟଣ ବିରଥ ହୋଇଥିଲା ବାଣ ବେଗେ ପଳାଇ ପୁରେ ପଶି ଗୋପନେ ଜୀବନ ଆଶ୍ୱାସୀ ଭୁବନେ ହୋଇଲା ନିଶ୍ଚିନ୍ତ ଏମନ୍ତେ ଶୁଣ ନରନାଥ ରୁଦ୍ର ଯେ ପଡ଼ିଥିଲେ ମୋହେ ଜ୍ଞାନ ପଶିଲା ନିଜ ଦେହେ ଉଠି ସମ୍ଭାଳି କଳେ ବର ଶରୀରୁ ଜନ୍ମ କଲେ ଜ୍ୱର ବୋଲନ୍ତି କୃଷ୍ଣେ ମାର ତୁହି ତକ୍ଷଣେ ରୁଦ୍ର ଆଜ୍ଞା ପାଇ ସ୍ୱଭାବେ ତ୍ରିଶିର ତ୍ରିପାଦ ଚଳନ୍ତେ କରେ ଘୋର ନାଦ ଶବଦେ ଭୁବନ କମ୍ପିଲା କୃଷ୍ଣର ନିକଟେ ମିଳିଲା ଅଦ୍ଭୁତ ଦେଖି ତା ସ୍ୱରୂପ ଅଳପ ହାସେ ପଦ୍ମମୁଖ କୃଷ୍ଣ ଆଦେଶେ ବିଷ୍ଣୁ ଜ୍ୱର ଶରୀରୁ ହୋଇଲା ବାହାର ଏବେ ନିଜର ଏକ ମେଳେ ସ୍ୱର୍ଗେ ଦେଖନ୍ତି ଦିଗ ପାଳେ କୋପେ ଯୁଝନ୍ତି ବେନି ଜ୍ୱର ଶବଦେ କମ୍ପେ 3 ପୁର ବଜ୍ର ଶବଦେ ଘୋର ନାଦେ ସମର କଲେ ବାହୁ ଯୁଦ୍ଧେ ବିଷ୍ଣୁର ଜ୍ୱର ମହାଘୋର ଦେଖି ଭାଜିଲା ଶିବ ଜ୍ୱର ପଳାଇ ଗଲା ଅନ୍ତରିକ୍ଷେ ଗୋଡ଼ାଏ ବିଷ୍ଣୁ ଜ୍ୱର ପଛେ ଭ୍ରମିଲା 10 ଦିଶ ତ୍ରାସେ କେହି ନୋହିଲେ ତା ବିଶ୍ୱାସେ 14 ଭୁବନେ ପଶିଲା ଶରଣ କେହି ନ ରଖିଲା କୃଷ୍ଣ ବୈରିକା ବିଶ୍ୱାସ ଜୀବନେ ନାହିଁ କାର ଆସ ନିରାଶେ ଶିବ ଜ୍ୱର ଧାଇ ମିଳିଲା କୃଷ୍ଣ ପାଶେ ଯାଇ ଭୟର ଦଇ ଘୋର ନାଦେ ଶରଣ ଗଲା କୃଷ୍ଣ ପାଦେ ଆରତେ କୃଷ୍ଣ ପାଦେ ଯାଇ କର ଅଞ୍ଜଳି ଶିରେ ଦେଇ କାତରେ ଯୋଡ଼ିବେ ନିକର ସ୍ତୁତି କରଇ ଶିବ ଜ୍ୱର ନମହି ପ୍ରଭୁ ଭାବଗ୍ରାହୀ ଅନନ୍ତ ଶକ୍ତିମୟ ତୁହି ପରମ ପୁରୁଷ ତୁ ହରି ଜଗତେ ଆତ୍ମା ରୂପେ ପୁରୀ ତୋହର ନାହିଁ ଆଦି ଅନ୍ତ କେବଳ ଆତ୍ମା ଜ୍ଞାନ ତତ୍ତ୍ୱ ସୃଷ୍ଟି ପାଳନ ସଂହାରଣ
ତୁ ନାଥ ପରମ କାରଣ। ଯେ ନିର୍ବିକାର ବ୍ରହ୍ମ ତତ୍ତ୍ୱ ବେଦାନ୍ତେ ବୋଲନ୍ତି ପ୍ରଶସ୍ତ। କାଳ ଦଇବ କର୍ମ ଜୀବ ଏମନ୍ତେ ପଞ୍ଚମେ ସ୍ୱଭାବ। ତୁ ଭୂତ ସୂକ୍ଷ୍ମ କ୍ଷେତ୍ର ଆତ୍ମା ବିକାର ପଞ୍ଚ ତୋ ମହିମା। ଏ ଦଶ ଇନ୍ଦ୍ରିୟ ଏକ କରି ତୋ ମାୟା ଜୀବ ରୂପ ଧରି। ଅଙ୍କୁରି ଫଳ ଇ ବ୍ରହ୍ମାଣ୍ଡ ଏଣେ ବି ଲଗ ତୋର ପିଣ୍ଡ। ଲୀଳାଏ ଉତ୍ପନ୍ନ ହେଉ ତୁ ନାଥ ଭାବେ ଦେହ ବହୁ। ଦେବତା ସାଧୁ ଲୋକ ଧର୍ମ ଯଜ୍ଞାଦି ଯେତେ ଶୁଭ କର୍ମ। ଏ ଆଦି ଯେତେ ଧର୍ମ ହେତୁ ଏହାଙ୍କ ରକ୍ଷଣେ ତୁ ସେତୁ। ସାଧୁ ହିଂସନ୍ତି ଯେତେ ପ୍ରାଣୀ ତାହାଙ୍କୁ ଦଣ୍ଡୁ ଚକ୍ର ପାଣି। ଭୂମିର ଭାର ଖଣ୍ଡିବାରେ ତୋହର ଜନ୍ମ ଏ ସଂସାରେ। ତୋହର ଯେତେ ବିଷ୍ଣୁ ଜ୍ୱର ଦୁଃସହ ଘୋର ଭୟଙ୍କର। ତାହାର ମହାତେଜେ ମୁହିଁ ବ୍ରହ୍ମାଣ୍ଡେ ଭ୍ରମିଶ୍ରମ ପାଇ। ପଶିଲି ତୋହର ଶରଣ ତୁ ମୋତେ ରଖ ନାରାୟଣ। ଯାବତ ଜନ ତୋର ପାଦେ ଶରଣ ନ ପଶେ ପ୍ରମାଦେ। ତାବତ ତାପତ୍ରୟେ ଦୁଃଖୀ କର୍ମ ବନ୍ଧନେ ଉପଲକ୍ଷୀ। ଏମନ୍ତ ଜ୍ୱର ବାକ୍ୟ ଶୁଣି ହସି ବୋଲନ୍ତି ଚକ୍ରପାଣି। ତ୍ରିଶିର ଶୁଣ ମୋ ବଚନ ମୁଁ ତୋତେ ହୋଇଲି ପ୍ରସନ୍ନ। ତୋତେ ଏ ଜ୍ୱର ଭୟ ନାହିଁ ଶୁଣ ତୁ ପ୍ରସନ୍ନେ ବୋଲଇ। ତୋହର ମୋହର ସମ୍ବାଦ ଶୁଣନ୍ତେ ଖଣ୍ଡିବ ପ୍ରମାଦ। ଜ୍ୱର ନ ଲାଗୁ ତା ଶରୀର ସତ୍ୟ ବଚନ ଏ ମୋହର। ଏମନ୍ତ କୃଷ୍ଣ ବାକ୍ୟ ଶୁଣି ଜ୍ୱର ନ ମିଲା ଚକ୍ର ପାଣି। ଆନନ୍ଦେ ଗଲା ଶିବ ଜ୍ୱର ଏବେ ହୋ ଶୁଣ ନୃପବର। ବାଣା ଯେ ନିଜପୁରେ ଥିଲା ପୁଣି ସଂଗ୍ରାମେ ବିଜେ କଲା। ରଥେ ମିଳିଲା କୋପ ଭରେ ଅର୍ଦ୍ଧ ସହସ୍ର ଧନୁ କରେ। ସହସ୍ର ଭୁଜେ ମହାରୋଷେ ବାଣ ବରଷେ ଦଶ ଦିଶେ। ଆୟୁଧ ନାନା ରୂପେ ଧରି ମିଳିଲା ଜହିଁ ନର ହରି। ବାଣ ବରଷେ ମହାଘୋର ଯେହ୍ନେ ଗଗନେ ଜଳଧର। ଦେଖି ତାହାର ବାଣ ବୃଷ୍ଟି କୃଷ୍ଣ ଚାହିଁଲା ସ୍ଥିର ଦୃଷ୍ଟି। ତକ୍ଷଣେ ଚକ୍ର ଘେନି ହସ୍ତେ ଆସନ୍ତେ ପ୍ରହାରିଲେ ପତେ। ବାଣ ବରଷା ଅତି ବେଗେ କୋପେ ଛେଦିଲେ ଶୂନ୍ୟ ମାର୍ଗେ। ବଜ୍ର ଶବଦ ପ୍ରାୟ ପୁରୀ କୋଟି ତପନ ରୂପ ଧରି। ପଡ଼ିଲା ବାଣାସୁର କନ୍ଧେ ଭୁଜ ଛେଦିଲା ଘୋର ନାଦେ। ବାମ ଦକ୍ଷିଣେ ବେଗେ ପଡ଼େ ବୃକ୍ଷର ପତ୍ର ଯେହ୍ନେ ଝଡ଼େ। ବାଣର ଭୁଜ ନାଶ ଦେଖି ଶଙ୍କର ସମର ଉପେକ୍ଷୀ। ମିଳିଲେ ଗୋବିନ୍ଦ ନିକଟେ ଦେବେ ଦେଖନ୍ତି ଶୂନ୍ୟ ବାଟେ। ଭକତ ବନ୍ଧୁ ଭୂତନାଥ ଶିରେ ନିବେଶିବେନି ହସ୍ତ। ବୋଲନ୍ତି ଚକ୍ରାୟୁଧ ଚାହିଁ ତୁ ନାଥ ନୋହୁ ଭୂତ ଦେହି। ତୁ ବ୍ରହ୍ମ ପୁରୁଷ ପୁରାଣ ତୁ ନାଥ ପରମ କାରଣ। ପରମ ଜ୍ୟୋତି ରୂପ ତୋର ଚର୍ମଲୋଚନେ ଅଗୋଚର। ନିର୍ମଳ ଆତ୍ମା ଯୋଗୀ ଜନେ ତୋତେ ଭଜନ୍ତି ଶୁଦ୍ଧ ମନେ। ତୁ ଆତ୍ମା ରୂପେ ସର୍ବଦେହେ ତୋତେ ଦେଖନ୍ତି ଶୂନ୍ୟମୟେ। ତୋହର ନାଭି ଅନ୍ତରିକ୍ଷ ବଦନ ଅନଳ ପ୍ରତ୍ୟକ୍ଷ। ଆପ ତୋହରରେ ତ ସାର ଗଗନ ଘେନି ତୋର ଶିର। ଦିଗଜେ ତୋହର ଶ୍ରବଣ ମେଦିନୀ ତୋହର ଚରଣ। ତୋହର ମନ ନିଶାକର ସୂର୍ଯ୍ୟ ତ ନୟନୁ ବାହାର। ମୁଁ ତୋର ଆତ୍ମାର ନିକଟ ସାତ ସମୁଦ୍ର ତୋର ପେଟ। ତୋହର ଭୁଜ ଆଖଣ୍ଡଳ ତୋ ତନୁ ରୋମ ତରୁମାଳ। ଯେମୁ ତ ଗଣେ ତୋର କେଶ ବିରଞ୍ଚି ତୋ ବୁଦ୍ଧି ପ୍ରକାଶ। ତୋର ବୃଷଣ ପ୍ରଜାପତି ଏଣୁ କେ ଜାଣେ ତୋର ଗତି। ଧର୍ମ ତ ହୃଦୟ ପ୍ରକାଶ ଏଣୁ ତୁ ବିରାଟ ପୁରୁଷ। ଜଗତେ ତୋର ଅବତାର ଧର୍ମ ରକ୍ଷଣେ ଚକ୍ରଧର। ଜଗତ ହିତେ ତୋର ଦେହି ତୋ ମାୟା ନ ଜାଣନ୍ତି କେହି। ତୋ ଅନୁଭବ ଆମ୍ଭେ ପାଇ ଏ ସପ୍ତ ଭୁବନ ଭିଆଇ। ସୃଷ୍ଟି ପାଳନ ସଂହାରଣ
ତୋହର ଆଜ୍ଞା ପରମାଣ। ଆଦି ପୁରୁଷ ଏକ ତୁହି, ଦ୍ୱିତୀୟ ଭାବ ତୋର ନାହିଁ। ଜ୍ଞାନ ପ୍ରକାଶ ଶୁଦ୍ଧ ଜ୍ୟୋତି, ହେତୁ ଅହେତୁ ତୁ ଶ୍ରୀପତି। ପ୍ରକାଶ ହେଉ ଯଥା ବିଧି, ତୋମୟା ସକଳେ ପ୍ରସିଦ୍ଧି। ସୂର୍ଯ୍ୟର ତହୁଁ ଛାୟା ଜାତ, ଛାୟା ପ୍ରକାଶେ ଛାୟା କାନ୍ତ। ଛାୟାର ମଧ୍ୟେ ନାନା ରୂପ, ତେସନେ ତୋର ମାୟା କଳ୍ପ। ତ୍ରିଗୁଣେ ନୋହୁ ତୁ ବିକାଶ, ରବି ଯେ ସନେ ସୁପ୍ରକାଶ। ଆତ୍ମା ପ୍ରକାଶେ ଗୁଣ ନାଶେ, ଆଦିତ୍ୟ ଯେ ସନେ ଆକାଶେ। ତୁ ନାଥ ନିତ୍ୟ ଶୁଦ୍ଧ ଜ୍ଞାନ, ମହାମହିମ ଭଗବାନ। ତୋର ମାୟାରେ ବୁଦ୍ଧି ନାଶି, ଜୀବର ଗଳେ ମୋହ ପାଶି। ସୁତ କଳତ୍ର ଗୁହ ଧନେ, ବନ୍ଧନ ତୋହର ବଚନେ। ଦୁଃଖ ସାଗରେ ମୂଢ଼ମତି, ବୁଡ଼ନ୍ତି ପୁଣ ଉଠୁଥାନ୍ତି। ଏମନ୍ତେ କରୁଥାନ୍ତି କେଳି, ତୋର ମାୟାରେ ବନମାଳି। ମନୁଷ୍ୟ ଦେହେ ପଦ୍ମନାଭ, ଯେ ଦେହ ଦେବଙ୍କୁ ଦୁର୍ଲଭ। ସେ ଦେହ ପାଇ ଜ୍ଞାନ ହାରି, ତୋତେ ନ ଜାଣେ ନର ହରି। ଭାବେ ତୋ ଚରଣେ ନ ସଞ୍ଚେ, ସେ ଦୁଃଖୀ ନିଜ ଆତ୍ମା ବଞ୍ଚେ। ଆତ୍ମା ଈଶ୍ୱର ପ୍ରିୟ ତୁହି, ସେ ପ୍ରାଣୀ ତୋତେ ପାଶ ରହି। ଇନ୍ଦ୍ରିୟ ଅର୍ଥେ ବିପରୀତ, ହସ୍ତରୁ ପକାଇ ଅମୃତ। ବିଷଭକ୍ଷଇ ସଦୁମଣି, ତୋ ମାୟା ଗୁଣେ ଚକ୍ର ପାଣି। ମୁହିଁ ବିରଞ୍ଚି ମୁନି ଦେବା, ନିର୍ମଳ ଚିତେ ତୋତେ ସେବା। କରୁ ସଂସାରେ ଦେହ ବହି, ଜୀବର ଇଷ୍ଟଦାତା ତୁହି। ସ୍ଥିତି ପ୍ରକାଶ ଅନ୍ତ ହେତୁ, ସମ ପ୍ରଶାନ୍ତ ଆତ୍ମା କେତୁ। ଆତ୍ମା ଦେବତା ଯେ ଅନେକ, ତୋ ତହୁଁ ନାହିଁ ଅନ୍ୟ ଏକ। ତୁ ଏ ଜଗତ ମିତ୍ର ହେତୁ, ଜନ୍ମ ମରଣ ବନ୍ଧ ସେତୁ। ତୋତେ ଭଜିଲେ ନର ହରି, ଏ ମାୟା ଭ୍ରମରୁ ନିସ୍ତରି। ଏ ବାଣାସୁର ଭକ୍ତ ମୋର, ପ୍ରିୟ ସୁହୃଦ ଅନୁଚର। ଏହାର ତପେ ତୋଷ ହୋଇ, ଅଭୟ ଦେଇଅଛି ମୁହିଁ। ସେବର ପ୍ରତିପାଳ ତୁହି, ମୋହର ଭାବେ ତୋଷ ହୋଇ। ଅସୁର ପୁତ୍ର ପ୍ରହ୍ଲାଦ, ବିରଞ୍ଚି ଅନେକ ପ୍ରମାଦ। ତୋର ପ୍ରସାଦେ ଭାବଗ୍ରାହୀ, ମୋର ସେବକ ରଖ ତୁହି। ହେମନ୍ତ ରୁଦ୍ର ବାକ୍ୟ ଶୁଣି, ହସି ବୋଲନ୍ତି ଚକ୍ରପାଣି। ଭୋ ଦେବ ତୋହର ବଚନ, ଅବଶ୍ୟ କରିବି ପାଳନ। ଯେମନ୍ତ ଆଜ୍ଞା ଦେବୁ ମୋତେ, କରିବି ତୋର ଅନୁମତେ। ଏ ମୋର ହସ୍ତେ ନ ମରଇ, ଭଲେ ଜାଣଇ ଏହା ମୋହି। ମୋର ଭକତ ପ୍ରହ୍ଲାଦ, ତାରେ ନ ଲାଗେ ପରମାଦ। ତାର କୁମର ବିରୋଚନ, ବଳି ତାହାର ବୀର୍ଯ୍ୟ ଜନ୍ମ। ବଳିର ପୁତ୍ର ବାଣାସୁର, ଏଣୁ ଏ ଅବଧ୍ୟ ମୋହର। ପ୍ରହ୍ଲାଦର ବଂଶ ଯେଣୁ, ଏହାକୁ ନ ମାରିବି ତେଣୁ। ପୂର୍ବେ ମୁଁ ବର ଅଛି ଦେଇ, ତା ବଂଶ ନ ମାରିବି ମୁହିଁ। ଏହାର ଗର୍ବ ନାଶିବାରେ, ଚକ୍ର ପେଶିଲି କୋପ ଭରେ। ସହସ୍ର ଭୁଜ ଛେଦି କରି, ଦ୍ୱାଦଶ ଅକ୍ଷୋହିଣୀ ମାରି। ଭୁଜ ସହିତେ ଭୂମି ଭାର, ବିନାଶ ଅର୍ଥେ ଅବତାର। ଏବେ ମୁଁ କଲି ଦେବ କାର୍ଯ୍ୟ, ଥାଉ ଏହାର ଚାରି ଭୁଜ। ଅଜରା ମୋର ପ୍ରାଣ ହେଉ, ତୋର ସେବକ ସୁଖେ ଥାଉ। ଅଭୟ ହେଉ ଏ ଅସୁର, ଏମନ୍ତେ କୃଷ୍ଣ ଦେଲେ ବର। ଏମନ୍ତ କୃଷ୍ଣ ବାକ୍ୟ ଶୁଣି, ଅସୁର ନମେ ଚକ୍ରପାଣି। ବାଜଇ ନାନା ରୂପେ ବାଦ୍ୟ, ରଥେ ବସାଇ ଅନିରୁଦ୍ଧ। କନ୍ୟା ସହିତେ ବଳି ବଳା, କୃଷ୍ଣ ସମୀପେ ଆଣିଦେଲା। ଯାଦବ ବଳ ମଧ୍ୟେ ହରି, ବର କନ୍ୟାଙ୍କୁ ରଥେ ଭରି। ରୁଦ୍ରଙ୍କୁ କରି ନମସ୍କାର, ଦ୍ୱାରକା ବିଜେ ଦାମୋଦର। କୃଷ୍ଣ ବିଜୟ ନିଜ ପୁରୀ, ଅଧିକେ ଅଳଙ୍କୃତ କରି। ତୋରଣ ବାନ୍ଧି ଉଚ୍ଚ ବୃକ୍ଷେ, ମାର୍ଜନା କଲେ ଦାଣ୍ଡ ରାଖେ। ମଙ୍ଗଳ ଦ୍ରବ୍ୟ କରେ ଘେନି, ଆନନ୍ଦେ ମିଳିଲେ କାମିନୀ। ଶଙ୍ଖ ଶବଦ ବାଦ୍ୟ ସୁରେ, ଆଶିଷ ଦେଲେ ଦ୍ୱିଜ ବରେ। ଆନନ୍ଦେ ନୃତ୍ୟ ବାଦ୍ୟ ଗୀତ, ବିଜୟ ଦ୍ୱାରକାର ପଥ।
ହେମନ୍ତ ହରିହର ରଣ ଯେ କରେ ଶ୍ରବଣ କୀର୍ତ୍ତନ ପ୍ରଭାତ କାଳେ ପ୍ରତିଦିନେ ଯେ ପ୍ରାଣୀ ଚିନ୍ତେ ସୁଧ ମନେ ତାହାର ନାହିଁ ପରାଭବ ନିଶ୍ଚିନ୍ତେ ବଞ୍ଚାନ୍ତି ମାଧବ କହିଲା ବିପ୍ର ଜଗନ୍ନାଥ ସୁଜନ ହିତେ ଭାଗବତ କୃଷ୍ଣ ମଙ୍ଗଳ ଶୁଦ୍ଧ ବାଣୀ ଶୁଣି ସଂସାରୁ ତର ପ୍ରାଣୀ।